କିଛି ଦିନ ପୂର୍ବେ ଫଟୋ ଏବଂ ଭିଡିଓ ଭାଇରାଲ ହେଇଥିଲା ଯେ ଲିଚୁ ମାଧ୍ୟମରେ କେମିକାଲ କଲର କେମିକାଲ ଏବଂ ସପୁରୀକୁ କେମିକାଲ ଦ୍ୱାରା ବୁଡ଼ାଇ ବିକ୍ରି କରାଯାଉଛି ଯାହାଫଳରେ ଖାଉଟିଆନେ ଖାଉଛନ୍ତି ଏବଂ ରୋଗକ୍ରାନ୍ତ ହେବା ନେଇ ଆଶଙ୍କା ରହିଥିଲା। ଏ ନେଇ ଯେତେବେଳେ ଖବର ପ୍ରସାରଣ ହେଲା ଆଜି ଅନୁଗୁଳ ଜିଲ୍ଲାର ଫୁଡ ସେଫ୍ଟି ଅଧିକାରୀ ବିଭିନ୍ନ ଫଳ ଗୋଦାମକୁ ଯାଞ୍ଚ କରୁଛନ୍ତି ଏବଂ କେଉଁଭଳି ଭାବରେ ଯାଞ୍ଚ ଚାଲିଛି ଆମେ ଟିକେ ଆଲୋଚନା କରିବା ଏବଂ ଦେଖିପାରିବେ କେଉଁଭଳି ଭାବରେ ଯାଞ୍ଚ କରାଯାଉଛି। ଆପଣ ମୁଁ କହିବି ମୋ ସହଯୋଗୀଙ୍କୁ ବିଭିନ୍ନ ଫଳ ଗୋଦାମକୁ ଯାଉଛନ୍ତି, ଫଳ ଗୋଦାମରେ କେଉଁଭଳି ଭାବରେ ଫଳକୁ ରଖାଯାଇଛି ତା ସହିତ ଫଳରେ କେଉଁଭଳି ଭାବରେ କାର୍ବାଇଡ୍ ଦିଆଯାଉଛି କେଉଁଭଳି ଭାବରେ ଫଳକୁ ପଚାଯାଉଛି ସେ ନେଇ ବି ମଧ୍ୟ ଯାଞ୍ଚ କରୁଛନ୍ତି। ଗୋଟି ଗୋଟି କରି ଯାଞ୍ଚ କରୁଛନ୍ତି। ଏବେ ଆମ୍ବକୁ ଯାଞ୍ଚ କରାଯାଉଛି, ଆମ୍ବ କେଉଁଭଳି ଭାବରେ ଆମ୍ବକୁ ପଚାଯାଉଛି ତା ସହିତ ଅନ୍ୟ କେଉଁ କେଉଁ ଫଳକୁ କେଉଁଭଳି ଭାବରେ ତାକୁ ତଦାରଖ କରାଯାଉଛି ଏବଂ କେଉଁଭଳି ଭାବରେ ଯାଞ୍ଚ କରାଯାଉଛି ଆପଣ ଟିକେ ଆଲୋଚନା କରିବା। ଏବଂ ତା ସହିତ ଯେତେବେଳେ ଲିଚୁ ଏବଂ ସପୁରୀକୁ କେମିକାଲ ଦିଆଯାଉଥିବା ଖବର ପ୍ରକାଶ ହୋଇଥିଲା ଏ ନେଇ ଫୁଡ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି ଯାହାଫଳରେ ବିଭିନ୍ନ ଛକ ସେ ରାଜା ଛକ ହଉ ବା କାଞ୍ଚନ ବଜାର ହଉ ଫଳ ଗୋଦାମ ହଉ ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ କରୁଛନ୍ତି। ଆମେ ଟିକେ ମ୍ୟାଡମଙ୍କ ସହ ଆଲୋଚନା କରିବା। ମ୍ୟାଡମ କଣ କହିବେ କେଉଁଭଳି ଭାବରେ ଯାଞ୍ଚ ଚାଲିଛି ଏବଂ କେଉଁ କେଉଁ ଅଞ୍ଚଳରେ ଯାଞ୍ଚ ଚାଲିଲାଣି? ଇ ଅନୁଗୁଳ ମ୍ୟୁନିସିପାଲିଟିର ସବୁ ଗୋଦାମରେ ଆମେ ଯାଞ୍ଚ କରୁଛୁ କଣ ସେ କେମିକାଲ ୟୁଜ କରିକି ପଚଉଛନ୍ତି। ଆଉ ଏଇ ଯୋଉ ଗୋଟେ ହ୍ୟୁମର୍ସ ହେଇଯାଇଥିଲା ଯେ କଲର ମିଶଉଛନ୍ତି ଫ୍ରୁଟ୍ସରେ, ସେଇଟାକୁ ବି ଆମେ ଚେକ୍ କରୁଛୁ। କହିବା ଯେତେବେଳେ କଲର ମିଶା ଯାଉଥିବା ଫଟୋ ଭିଡିଓ ଭାଇରାଲ ହେଇଛି ଲୋକମାନେ ଏହାକୁ ଖାଇବା ପାଇଁ ବି ମଧ୍ୟ ଭୟ କରୁଛନ୍ତି। ଲୋକମାନଙ୍କୁ ଆପଣ କେଉଁଭଳି ଭାବରେ ସଚେତନ କରିବେ? ଆମେ ତ ସେଥିପାଇଁ ଆମେ ଅନ୍ ଦ ସ୍ପଟ୍ ଆସି ଚେକ୍ କରୁଛୁ ସତରେ ମିଶିଛି କି ନାହିଁ। କିନ୍ତୁ ଆମେ ପାଇଲୁ କୋଉଠି କୋଉ ଜାଗାରେ ବି ଆମେ ପାଇଲୁନୁ କଲର ମିଶା ଫଳ। ଆଉ ଯୋଉ ବି ସେମାନେ କେମିକାଲ ଦେଇ ୟୁଜ କରୁଛନ୍ତି ସିଏ ବି FSSAI ଗ୍ରାଣ୍ଟର। ତେଣୁ ଆମେ କୌଣସି ଏଥିରେ ଇଏ ପାଇନେ, ମାନେ ଖରାପ ଜିନିଷ ପାଇନେ ଯୋଉଟା ଦେହ ପାଇଁ କ୍ଷତିକାରକ ହେଇପାରିବ। ଆପଣ ଜନସାଧାରଣଙ୍କୁ କେଉଁଭଳି ଭାବରେ ସଚେତନତା କରିବେ? ଏ ଯୋଉ ହ୍ୟୁମର ଗୋଟେ ହେଇଥିଲା ଯେ କଲର ମିଶୁଛି ସେଇଟା ଆମେ ଅନ୍ ଦ ସ୍ପଟ୍ ଚେକ୍ କଲୁ, ସେମିତି କିଛି ନାହିଁ। ତେଣୁ ଲୋକମାନେ ଖାଇପାରିବେ ସବୁ ଜିନିଷ। ମ୍ୟାଡାମ କହୁଥିଲେ ଯେ ଯେଉଁଭଳି ଭାବରେ ଗୋଟିଏ କଥା ବା ଭାଇରାଲ ହଉଥିଲା ବା ଭିଡିଓ ଫଟୋ ଭାଇରାଲ ହଉଥିଲା ଯେ ଲିଚୁ ଏବଂ ସପୁରୀକୁ କେମିକାଲ ଦିଆଯାଉଛି ଏବଂ ଲୋକମାନେ ଆକୁ କିଣିକି ଖାଇବା ପାଇଁ ବି ମଧ୍ୟ ଭୟ କରୁଥିଲେ। ଏ ନେଇ ଫୁଡ ସେଫ୍ଟି ଅଧିକାରୀ ତତ୍ପରତା ଦେଖାଇ ଚଢ଼ଉ କରିଥିଲେ ବା ଯାଞ୍ଚ କରିଥିଲେ ଏବଂ କିଛି ବି ସେଇଭଳି ଯାଞ୍ଚରେ ଜଣା ପଡ଼ିନଥିଲା ଯେ ଲିଚୁରେ କେମିକାଲ ମିଶିଛି କି ସପୁରୀରେ କେମିକାଲ ମିଶିଥିବା କୌଣସି ତାଙ୍କଠାରେ ସୂଚନା ନାହିଁ ବା କୌଣସି ତାଙ୍କର ଯେତେବେଳେ ଯାଞ୍ଚ ହୋଇଥିଲା ଯାଞ୍ଚରେ କୌଣସି ସେଭଳି ଭାବରେ ସନ୍ଦେହଜନକ ତଥ୍ୟ ମିଳିନାହିଁ। ଯାହାଫଳରେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣମାନେ ଏହାକୁ ନିର୍ଭୟ ଭାବରେ ଖାଇପାରିବେ ଏବଂ ସେବନ କରିପାରିବେ। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।